हेलो फ्रेंड्स, चलन्तु जानिबा स्वप्न रे माछ देखिबार अर्थ शुभ ना अशुभ होइथाय एवं एहा केउ संकेत देइथाय। सोइबा समय रे किछि ना किछि स्वप्न देखिथाउ। स्वप्न रे निजर भविष्यत विषय रे घटिबाकू जाउथुबा घटना मध्य जणा पड़िथाय। स्वप्न को जदि बुझी पारिबे तो बहुत समस्या रु बंची पारिबे। आज आपणଙ୍କୁ କହିବୁ ସ୍ୱପ୍ନରେ ମାଛ ଦେଖିବା ଦ୍ୱାରା ଶୁଭ ନା ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା ଏହି ମାଛର ସ୍ୱପ୍ନ ବିଷୟରେ। ଯଦି ସ୍ୱପ୍ନ ରଙ୍ଗୀନ ମାଛକୁ ଦେଖିଲେ ତ ବହୁତ ଶୁଭ ଖବର ମିଳିବାର ଅଛି। କୌଣସି ସମସ୍ୟା ଥିଲେ ତାହା ଦୂର ହୋଇଥାଏ ଓ ଧନର ଅଭାବ ରହିନଥାଏ। ଯଦି ଆପଣ ସ୍ୱପ୍ନରେ ବଡ଼ ମାଛକୁ ଦେଖନ୍ତି ତ ବହୁତ ଖରାପ ହୋଇଥାଏ। ଆଗାମୀ ସମୟରେ ଋଣଗ୍ରସ୍ତ ହୋଇଥାନ୍ତି ଓ ସର୍ବଦା ଚିନ୍ତାରେ ରହିଥାନ୍ତି। ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତି ମାଛ ଧରିଥିବାର ଦେଖିବେ ତ ବହୁତ ଶୁଭ ହୋଇଥାଏ। ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ। ଯଦି ସ୍ୱପ୍ନରେ କୌଣସି ବଡ଼ ମାଛ ଧରିବାର ଦେଖିବେ ତ ଜାଣିବେ ଆଗକୁ ବହୁତ ବଡ଼ ସଫଳତା ମିଳିବାକୁ ଯାଉଛି। ଯଦି ସ୍ୱପ୍ନରେ ଧଳା ବା କଳା ରଙ୍ଗର ମାଛକୁ ଦେଖନ୍ତି ତ କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୃହରେ ଆର୍ଥିକ ସମସ୍ୟା ଥିଲେ ତାହା ଦୂର ହେବ ଓ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଲାଗିବ। କୌଣସି ସମସ୍ୟା ଥିଲେ ମଧ୍ୟ ବହୁତ ଶୀଘ୍ର ଦୂର ହେବ। ଏହି ସ୍ୱପ୍ନ ଦେଖିବା ଦ୍ୱାରା ଜାଣିବେ ମା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଆଶୀର୍ବାଦ ରହିଛି। ଯଦି ସ୍ୱପ୍ନରେ ପାଣିରେ ପହଁରୁଥିବା ମାଛକୁ ଦେଖନ୍ତି ତ ନିଜକୁ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି ଓ ଆର୍ଥିକ ସମସ୍ୟା ଦୂର ହେବ ଓ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ଯଦି ସ୍ୱପ୍ନରେ କୌଣସି ମାଛ ଖାଉଥିବାର ଦେଖିବେ ତ ଧାର୍ମିକ କାର୍ଯ୍ୟରେ ପ୍ରେମ ଭାବ ବଢ଼ିବ। ଯଦି ସ୍ୱପ୍ନରେ ଡଲଫିନ୍ ମାଛକୁ ଦେଖନ୍ତି ତ ବହୁତ ଶୁଭ ହୋଇଥାଏ। ପୂର୍ବରୁ ସ୍ୱାସ୍ଥ୍ୟ ଖରାପ ଥାଏ ସେଥିରେ ବହୁତ ସୁଧାର ଆସିବ। ଯଦି ସ୍ୱପ୍ନରେ ଶାର୍କ ବା ଘାଟକ ମାଛ ଦେଖନ୍ତି ଏହା ବହୁତ ଅଶୁଭ ହୋଇଥାଏ। କୌଣସି କାରଣରୁ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଯଦି କୌଣସି ମାଛର ଆକ୍ରମଣ କରୁଥିବାର ଦେଖିଲେ ଆର୍ଥିକ ସମସ୍ୟା ହେବାର ସମ୍ଭାବନା ରହିଥାଏ। ଯଦି କୌଣସି ମାଛ ମାରୁଥିବାର ସ୍ୱପ୍ନ ଦେଖିଲେ ଏହା ବହୁତ ଅଶୁଭ ହୋଇଥାଏ। ଏହି ସ୍ୱପ୍ନ ଦେଖିବା ଦ୍ୱାରା ନିଜର ଜାଣିଶୁଣି କ୍ଷତି କରିବେ। ଧନର କ୍ଷତି ହେବାର ସମ୍ଭାବନା ରହିଛି। ଯଦି ସ୍ୱପ୍ନରେ ମାଛର ଘର ଦେଖନ୍ତି ଏହା ବହୁତ ଭଲ ହୋଇଥାଏ। ଜାଣିବେ ବହୁତ ବଡ଼ ଧନର ଲାଭ ହେବାକୁ ଯାଉଛି।